ସାଙ୍ଗମାନେ ଆମର ଏବେ ଦେଖ ମାଛ ଭଜା ଚାଲିଛି। ଆଜି ହେଉଛି ମଙ୍ଗଳବାର ତ ଆମେ ମାଛ ଖାଇବୁନି, କିନ୍ତୁ ମାଛ ଭଜା ଚାଲିଛି। କାଲି ପାଇଁ ମାଛ ପ୍ରସ୍ତୁତ ହେଉଛି ଆଉ। କାଲି ମାଛ ଖାଇବୁ, ବୁଧବାର ମାଛ ଖାଇବୁ ବୋଲି ଆଜି ଆଣିକି ଭାଜିଦେଲୁ। ଆମର ଏଭଳିଆ କେଉଁମାନେ ଆଜି ଆଣିକିରି ଭାଜିକିରି ରଖି କାଲି ଖାଉଛନ୍ତି, କାହିଁକିନା ସକାଳୁ ସକାଳୁ ଉଠିକିରି ମାଛ ଆଣି ଭାଜିକିରି ଖାଇ ହେବନି। ସେଥିପାଇଁ ଆଜି ଆଣିକିରି ଭାଜିକିରି ଖାଇବୁ ବୋଲି ରଖୁଛୁ। ମୋତେ କମେଣ୍ଟରେ କହିବେ ମାଛ କେଉଁମାନେ ଆଜି ଆଣି ଭାଜିକି ରଖି ଖାଉଛନ୍ତି କାଲିକି। ଠିକ୍ ରହୁଛି, କିନ୍ତୁ ଠାକୁରଙ୍କ ଦୟାରୁ ମାଛ ଠିକ୍ ରହୁଛି, କିଛି ମାନେ ଖରାପ ହେଉନି। ଏହା ଗୋଟେ ପିଲା ଏଠି ମାଛ ଭାଜୁଛି, ଗେମ୍ ବି ଖେଳୁଛି। ଏଇ ଗେମ୍ ଟୁଙ୍ଗୁରୁ ଓଳ ଗେମ୍ ଖେଳୁଛି ଆଉ। ଦେଖ ଆଜି ଗୋଟେ ପିଲା ଏଠି ଚାହା କରିଛି ଲୁଣ ପକେଇଛି, ହେଲେ ଚିନି ପକେଇନି। ସେମିତି ପିଇଦେଲୁ ଆଉ କ'ଣ କରିବୁ। ଡ୍ୟୁଟିରେ ଆସିକିରି ଚାହା ଟିକେ ପିଇବାକୁ ଇଚ୍ଛା ହେଲା, ନାଲି ଚାହା ସବୁଠୁ କରି ପିଇଲୁ। ଏଇ ପିଲାଟି ଚାହା କଲା, ମୁଣ୍ଡ ତଳକୁ କରିଦେଉଛି, ମୁହଁ ଦେଖାଉନି। ଚାହା କରିଛି ଚିନି ପକେଇନି, ଲୁଣ ପକେଇଛି। ହଁ ଲୁଣି ଚାହା କରିଛୁ ବା, ଲୁଣିଆ ଲାଗୁଥିଲା, ବେଶୀ ଟିକେ ଲୁଣିଆ ଲାଗୁଥିଲା। ମତେ ଲାଗୁଛି ଆଜି ବୋଧେ ରାତି ପାଇଯିବ, ମାଛ ବୋଧେ ଆମର ଆଜି ରାତି ପାଇଯିବ, ଖାଇପାରିବୁ ନା। ମାନେ ସାଧା ହେଇଯାଇଛି ଦେଖଉଛି। ଦେଖ ସାଧା ଆଇଟମ୍ ହେଇକିରି ଅଛି ହେଲା। ଇଏ ହେଉଛି ନାଉ ଆଳୁ, ନାଉ ଆଳୁ ଫାଳ ବୁଟ ପଡ଼ିକିରି ହେଇଛି ତରକାରୀ ହେଲା। ମାଛ ଭଜା ସଇଲା, ଆମେ ଖାଇବୁ ବୋଲି ତାର ମାଛ ଭାଜୁଛି, ଗେମ୍ ଖେଳୁଛି। ଆଜି ତ ରାତି ପାଇଯିବ ଆଉ। ନା ସଇଲାଣି। ସରିଆ ଗୋଟାଏ ମାତ୍ର ଭାରି ଅଛି। 3 ପିସ୍ ପଡ଼ିଛି। ସେଇ ଦେଖ ଆଉ ମୁଣ୍ଡଟା ଅଛି ଆଉ। ମୁଣ୍ଡ ଅଛି, ମୁଣ୍ଡ ଭଜା ହେଲେ ସଇଲା ଆଉ। ହଉ ସାଙ୍ଗମାନେ ରହୁଛି।